ଆଜିର ବଛା ବଛା 11ଟି ଅନୁଚିନ୍ତା। ନମସ୍କାର, ଜୟ ଜଗନ୍ନାଥ। ନମ୍ବର 1, ଯଦି ଆପଣ ସ୍ୱପ୍ନରେ ସାପକୁ ଗାତ ଭିତରକୁ ପଶୁଥିବାର ଦେଖନ୍ତି କିମ୍ବା ସ୍ତ୍ରୀ କିମ୍ବା କନ୍ୟା ନୃତ୍ୟ କରିବାର ଦେଖନ୍ତି, ଏହା ଆକସ୍ମିକ ଧନଲାଭର ସଂକେତ ଅଟେ। ନମ୍ବର 2, ବାପଘରକୁ ଗଲେ ସ୍ୱାମୀଙ୍କ ଅଧିକ ଯତ୍ନ ନିଅନ୍ତୁ ଏବଂ ସବୁବେଳେ ପାଖେ ପାଖେ ରୁହନ୍ତୁ, ଦେଖିବେ ତୁମ ପ୍ରତି ଭଲ ପାଇବା ଆହୁରି ବଢ଼ିଯିବ। ନମ୍ବର 3, ଶାଶୁ ଓ ଶ୍ୱଶୁରଙ୍କୁ ଯଥେଷ୍ଟ ସମ୍ମାନ ଦିଅନ୍ତୁ ଏବଂ ସେବା କରିବାକୁ ଚେଷ୍ଟା କରନ୍ତୁ, ଦେଖିବେ ଶାଶୁ ଶ୍ୱଶୁର ଏବଂ ସ୍ୱାମୀଙ୍କର ସର୍ବଦା ପ୍ରିୟପାତ୍ର ହେବେ। ନମ୍ବର 4, ବୁଲିବା ପାଇଁ ଯିବା ସମୟରେ ସ୍ୱାମୀଙ୍କ ପସନ୍ଦର ଶାଢ଼ୀ କିମ୍ବା ଡ୍ରେସ୍ ପିନ୍ଧନ୍ତୁ, ତାଙ୍କର ମନ ପ୍ରଫୁଲ୍ଲ ରହିବ। ନମ୍ବର 5, ରୋଷେଇ ଘରେ କେବେ ବି ଭଙ୍ଗା ବାସନ କିମ୍ବା ଖରାପ ହୋଇଥିବା ଇଲେକ୍ଟ୍ରିକାଲ ଉପକରଣ ରଖିବା ଅନୁଚିତ, ଏହାଦ୍ୱାରା ପିଲାମାନଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ। ନମ୍ବର 6, ଅଗାଧୁଆ କେବେ ବି ରୋଷେଇ ଘରେ ପ୍ରବେଶ କରିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ପରିବାର ସଦସ୍ୟଙ୍କଠାରେ ଆଳସ୍ୟ ଓ ଚିଡ଼ଚିଡ଼ା ସ୍ୱଭାବ ଦେଖା ଦେଇଥାଏ। ନମ୍ବର 7, ଦେବ କାର୍ଯ୍ୟରେ ପୁରୁଷମାନେ ନଡ଼ିଆ ଭାଙ୍ଗିବା ଉଚିତ। ନମ୍ବର 8, ଦିନ ସମୟରେ ଅଧିକ ସମୟ ମୌନ ରହିବା ଉଚିତ। ନମ୍ବର 9, ପିଆଜ କାଟି ଘରେ ଲାଗିଥିବା ଲାଇଟ୍ ପାଖରେ ରଖିବା ଦ୍ୱାରା ମଶା କିମ୍ବା ଝିଟିପିଟି ପ୍ରବେଶ କରିନଥାନ୍ତି। ନମ୍ବର 10, ମୁଣ୍ଡର କେଶ ପାଇଁ ଥଣ୍ଡା ପାଣିରେ ଗାଧୋଇବା ଅଧିକ ଲାଭଦାୟକ ହୋଇଥାଏ। ନମ୍ବର 11, ଯଦି କୌଣସି ଲୋକଙ୍କ ବାମ ଆଖିରୁ ପ୍ରଥମେ ଲୁହ ବାହାରେ, ତେବେ ନିଶ୍ଚିତ ଭାବରେ ସେ ଦୁଃଖରେ ଅଛନ୍ତି ବୋଲି ସଂକେତ ମିଳିଥାଏ।